ଆଜିର ପ୍ରଶ୍ନ କୌତୂହଳ କେଉଁ ପ୍ରକାର ବିକାଶର ଏକ ଉଦାହରଣ? ଶାରୀରିକ, ଆବେଗିକ, ବୌଦ୍ଧିକ ନା ସାମାଜିକ? ସଠିକ୍ ଉତ୍ତରଟି ହେଉଛି ଆବେଗିକ। କେଉଁ କ୍ରିୟା ମନୁଷ୍ୟର ସାରା ଜୀବନ ସଂଗଠିତ ହୋଇଥାଏ? ଶାରୀରିକ ଅଭିବୃଦ୍ଧି, ଶିକ୍ଷଣ ପ୍ରକ୍ରିୟା ନା ବୌଦ୍ଧିକ ଅଭିବୃଦ୍ଧି ନା ସାମାଜିକ ଅଭିବୃଦ୍ଧି? ସଠିକ୍ ଉତ୍ତରଟି ହେଉଛି ଶିକ୍ଷଣ ପ୍ରକ୍ରିୟା। କେଉଁ ଉପାଦାନ ଉପରେ ଶିଶୁର ମାନସିକ ସ୍ୱାସ୍ଥ୍ୟ ନିର୍ଭର କରେ ନାହିଁ? ଶିକ୍ଷକଙ୍କର ଜ୍ଞାନ, ସହ ଶିକ୍ଷାର୍ଥୀଙ୍କ ସହିତ ସମ୍ପର୍କ, ପରିବାରର ଆର୍ଥିକ ଅବସ୍ଥା, ପିତାମାତାଙ୍କ ମଧ୍ୟରେ କଳହ? ସଠିକ୍ ଉତ୍ତରଟି ହେଉଛି ଶିକ୍ଷକଙ୍କର ଜ୍ଞାନ। କେଉଁ ଶିକ୍ଷଣ ତଥ୍ୟ ଅନୁସାରେ ଶିକ୍ଷାର୍ଥୀ ସ୍ୱଳ୍ପ ନିଷ୍ଫଳ ପ୍ରଚେଷ୍ଟା ପରେ ହଠାତ୍ ସିଦ୍ଧାନ୍ତରେ ଉପନୀତ ହୁଏ? ପ୍ରଯତ୍ନ ପ୍ରମାଣ ତତ୍ତ୍ୱ, ଅନ୍ତର୍ଦୃଷ୍ଟି ମତବାଦ, ସାପେକ୍ଷ ପ୍ରତିବର୍ତ୍ତ ମତବାଦ ନା କ୍ଷେତ୍ରୀୟ ମତବାଦ? ସଠିକ୍ ଉତ୍ତରଟି ହେଉଛି ଅନ୍ତର୍ଦୃଷ୍ଟି ମତବାଦ। ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ହାଇସ୍କୁଲ ସାର୍ଟିଫିକେଟ୍ ପରୀକ୍ଷା କେଉଁ ଶ୍ରେଣୀର ମୂଲ୍ୟାୟନ? ବ୍ୟବସ୍ଥାନ, ଗଠନମୂଳକ ନା ନୈଦାନିକ ନା ସାମଗ୍ରିକ? ସଠିକ୍ ଉତ୍ତରଟି ହେଉଛି ସାମଗ୍ରିକ। ହଲଙ୍କ ମତରେ ଆଦ୍ୟ ବାଲ୍ୟାବସ୍ଥାର ବୟସ ସୀମା କେତେ? 0ରୁ 6 ବର୍ଷ, 2ରୁ 6 ବର୍ଷ, 2ରୁ 10 ବର୍ଷ ନା 0ରୁ 2 ବର୍ଷ? ସଠିକ୍ ଉତ୍ତରଟି ହେଉଛି 2ରୁ 6 ବର୍ଷ। ଭଲ ଲାଗିଲା ଲାଇକ୍ ସେୟାର କରନ୍ତୁ। ଧନ୍ୟବାଦ।